ବନ୍ଧୁ ଆପଣ ଏବେ କେଉଁଠି ଅଛନ୍ତି? ସେଇ ଶିମିଳି ଗଛ ମୂଳେ ତ? ଯେଉଁ ଶିମିଳି ଗଛ ମୂଳେ ଦୁଇ ବନ୍ଧୁ ଧନରତ୍ନ ପୋତିଥିଲେ, ଯେଉଁ ଶିମିଳି ଗଛ ତଳେ ପାପ ବୁଦ୍ଧି ଧର୍ମ ବୁଦ୍ଧିକୁ କଥା କଥା କହି ଶୋଧିଥିଲା, ଯେଉଁ ଶିମିଳି ଗଛରେ ଗୋଟେ ଗୁମ୍ଫା ଅଛି, କୋରଡ଼ ଅଛି, ସେ କୋରଡ଼ଟି ରାସ୍ତାର ବିପରୀତ ଦିଗରେ। ସବୁ ଶୁଣି ସାରି ଧର୍ମବୁଦ୍ଧି କହିଲା, ତୁ ରାଗୁଛୁ କାହିଁକି? ଧନ ତୁ ମୁଁ ରଖିଥିଲେ, ଏ ଧନ ତୁ ନେଇଥିବୁ, ନହେଲେ ମୁଁ ନେଇଥିବି। ପ୍ରକୃତିରେ ଆମ ଭିତରୁ କିଏ ଚୋର, ତାର ସାକ୍ଷୀ ଏଇ ଗଛ। ବ୍ୟସ୍ତ ହନି, ଜଗତ ଧର୍ମ ଅଛି, ସେ ଦୋଷୀକୁ ଦଣ୍ଡ ଦେବ। ମିଥ୍ୟା ନଲୁଚେ ଚିରଦିନ, ଦୋଷୀର ଦଣ୍ଡ ଅଛି ଜାଣ। ଏ ଭାଗବତ ବାଣୀ ମିଥ୍ୟା ହେବନି କେବେ। ତେଣୁ ମୁଁ ଏ ବିଷୟରେ ରାଜାଙ୍କୁ ଜଣେଇବି। ଦି ଜଣ ଯିବା, କହିବା, ଆପତ୍ତି କରିବା, ଆମର ଧନ ଚୋରି ହେଇଯାଇଛି। ସେ ବିଚାର କରିବେନି? ମନ୍ଦ ବୁଦ୍ଧି ପାପ ବୁଦ୍ଧି ଚିନ୍ତା କଲା, ଯଦି ମୁଁ ଧରା ପଡ଼ିଯାଏ, ବିରକ୍ତ ହେଇଗଲା। ତୁ ଯା ଯା। ରାଜା ବିଚାର କରିବେ, ଚୋର ମୁହଁ ଟାଣ ନା, ଦେଖେ ହେଉଛୁ, ମୋ ଧନକୁ ତୁ ନେଇଗଲୁ, ଦେଖେ, ପରେ ପସ୍ତେଇବୁ, ତ ଧର୍ମ ସହିବନି ମୁଁ କହିଦେଉଛି। ୟା କହି କୁମ୍ଭୀର କାନ୍ଦଣା କାନ୍ଦି ଘରକୁ ଫେରିଗଲା। ସେଇ ଗଛ ପାଖରୁ ରାଜମହଲକୁ ଧର୍ମବୁଦ୍ଧି ଗଲା, ସବୁ ଦୁଃଖ ଜଣେଇଲା। ବାସ୍, ଦିନ ଠିକ୍ ହେଲା ଯେ ଆସନ୍ତା ବୁଧବାର ଦିନ ରାଜକର୍ମଚାରୀ ଆସିବେ, ସେ ଗଛ ପାଖରେ ଅନୁସନ୍ଧାନ କରିବେ। ବୁଧବାର ହେଇଗଲା। ରାଜକର୍ମଚାରୀ ପଚାରିଲେ, ଧର୍ମବୁଦ୍ଧି, ତମେ କହୁଥିଲ ଏ ଗଛ ସାକ୍ଷୀ ଦେବ ବୋଲି, କ'ଣ କହୁଛ? ନା ଆଜ୍ଞା ଟିକେ ରୁହନ୍ତୁ, ମୁଁ ଗୋଟେ ଗଛକୁ ପୂଜା କରିଦିଏ, ଯାହାହେଲେ ବୃକ୍ଷ ଦେବତା ନା। ଆଉ ଗଛ ମୂଳେ ପାଣି ଫାଣି ଦେଲେ, ପୂଜା କଲା, ତାପରେ କହିଲା, ହେ ବୃକ୍ଷ ଦେବତା, ତୁମେ ହିଁ ଦେଖିଛ ଆମେ ଦୁହେଁ ଆଣିଛୁ, ଧନ ପୋତିଛୁ। ଏବେ ତୁମେ କୁହ, ପ୍ରକୃତରେ ଅପରାଧୀ କିଏ? ପ୍ରକୃତରେ ଅପରାଧୀ କିଏ? ଚୋର କିଏ? ସମସ୍ତ କର୍ମଚାରୀ, ଏ ଦି ବନ୍ଧୁ, ଗାଁ ଲୋକ ଶୁଣିଲେ। ଗଛ କହୁଛି, ତୁ ଚୋର, ସବୁ ଧନକୁ ତୁ ନେଇଛୁ, ତୁ ଧର୍ମବୁଦ୍ଧି ନା। ବୃକ୍ଷର ଏ ଧ୍ୱନି ଶୁଣି ସମସ୍ତ ହତବାକ୍ ହେଲେ। ଗଛ ପୁଣି କଥା କହିଲା ଏବଂ ଧର୍ମବୁଦ୍ଧିକୁ ଦଣ୍ଡ ଦେବାର ବ୍ୟବସ୍ଥା ହେଲା। ତାପରେ କ'ଣ ହେଲା କାଲି ଶୁଣିବା। ରହିଲି, ନମସ୍କାର।